शाश्वतः शान्तः व्योमातीतनिरञ्जनः बिन्दुनादकलातीत तस्मै श्रीगुरवे नमः। ज्ञानशक्तिसमारूढो तत्त्वमाला विभूषित भुक्तिमुक्तिप्रदाता च तस्मै श्रीगुरवे नमः। न गुरुरधिकं तत्त्वं न गुरुरहितं तपः तत्त्वज्ञानात् परं नास्ति तस्मै श्रीगुरवे नमः। मन्नाथ श्रीजगन्नाथ मद्गुरु श्रीजगद्गुरु मदात्मा सर्वभूतात्मा तस्मै श्रीगुरवे नमः। त्वमेव माता च पिता त्वमेव बन्धुश्च सखा त्वमेव सर्वं मम देवदेव। ସମସ୍ତଙ୍କୁ ନମସ୍କାର। ଆଜିର କାର୍ଯ୍ୟକ୍ରମ ବିବେକାନନ୍ଦ ଲୋକ ସଂସଦ ନୟାଗଡ଼ ଶାଖାର ଜିଲ୍ଲା ଶାଖାର ଉପସ୍ଥିତ ଥିବା ଆଜି ହେଉଛି 52ତମ ଇ ପାଠଚକ୍ର ବିଚାରଧାରାର 52ତମ ଅଧ୍ୟାୟକୁ ସମସ୍ତଙ୍କୁ ସ୍ୱାଗତ ଏବଂ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିବା ଜିଲ୍ଲା ତଥା ରାଜ୍ୟର ସମସ୍ତ ବିବେକାନନ୍ଦ ଅନୁଗାମୀ ପ୍ରଜ୍ଞା ପିପାସୁ ବ୍ୟକ୍ତିତ୍ୱ ସଭାପତି ସମ୍ପାଦକ ଏବଂ ଶ୍ରୋତା ସଦସ୍ୟମାନେ ଏବଂ ଆମ ପାଖରେ ଯେଉଁମାନେ ଆମ ଆପଣାର ଲୋକମାନେ ଅଛନ୍ତି ସମସ୍ତଙ୍କୁ ମୋର ସଭକ୍ତିକ ପ୍ରଣାମ ଏବଂ ଶୁଭେଚ୍ଛା ଅଭିନନ୍ଦନ। ମା ମାଟି ମମତାର ମଧୁରତାର ସ୍ପର୍ଶମୟ ମାଟି ଭାରତବର୍ଷ। ଆଧ୍ୟାତ୍ମିକତାର ଅନୁଶୀଳନରେ ପଥର ପାଣି ପବନ ସବୁ ଯେମିତି ସ୍ୱୟଂ ପ୍ରାଜ୍ଞିକ। ଜ୍ଞାନ ଗାରିମାରେ ଆଉ ଚେତନାର ସ୍ଫୁରଣ ହିଁ ଏ ମାଟିର ବୈଭବ। ଅନନ୍ୟ ପ୍ରଜ୍ଞାର ଆଲୋକ ଆଉ ବସୁଧୈବ କୁଟୁମ୍ବକମର ବିଶ୍ୱାସ କରୁଥିବା ଏ ମାଟି ଏ ଭାରତବର୍ଷ ବିଶ୍ୱ ଦରବାରରେ ଏକ ଦିଗବାରିଣୀର କାମ କରେ ଏବଂ ସେଇ ଦିଗବାରିଣୀ ବା ମାଇଲ ଖୁଣ୍ଟ ସ୍ୱରୂପ ଆମର ହେଉଛନ୍ତି ସ୍ୱାମୀ ବିବେକାନନ୍ଦ, ଯିଏକି ଅନନ୍ୟ ପ୍ରଜ୍ଞାର ପ୍ରତୀକ। ଆମେ ତାଙ୍କରି ପାଦ ତଳେ ଆଜିର ଆଲୋଚନାକୁ ରଖିବା। ଟିକେ ସମୟ ହେଇ ଆସିଲାଣି ଆଜିର ଆଲୋଚନାକୁ ରଖିବା। ଆଜିର ବିଷୟବସ୍ତୁ ତ ଅଛି ଏ ଜଗତ ଜ୍ଞାନମୟ ଆଉ ଗୁରୁମୟ। ଏହା ଉପରେ ବିଶଦ ଭାବରେ ଆଲୋଚନା କରିବା ପାଇଁ ଆମ ପାଖରେ ଅଛନ୍ତି ଆମର ବରେଣ୍ୟା ବକ୍ତ୍ରୀ ଜଣେ ଅଛନ୍ତି ଡକ୍ଟର ସୁକାନ୍ତି ମହାନ୍ତି ଏବଂ ଆମର ପୌରୋହିତ୍ୟ ତ ଆଜି ସାର୍ କରୁଛନ୍ତି ଗୋଦାବରୀଶ ଶ୍ରୀଯୁକ୍ତ ଏ ମାଟିର ମହକିତ କବି ଶ୍ରୀଯୁକ୍ତ ଗୋଦାବରୀଶ ମିଶ୍ର। ତା ପୂର୍ବରୁ ଆମେ ଆଜିର ବିବେକ ବାଣୀକୁ ପଢି ନେବା। ମୁଁ ବିବେକ ବାଣୀକୁ ପଠନ କରିବା ପାଇଁ ମୁଁ ଅନୁରୋଧ କରୁଛି ଶ୍ରୀଯୁକ୍ତ ଡକ୍ଟର ସନ୍ତୋଷ କୁମାର ସାହୁ, ଗୋଡିପଡା ମହାବିଦ୍ୟାଳୟର ସଂସ୍କୃତ ବିଭାଗାଧ୍ୟକ୍ଷ। ମୁଁ ଅନୁରୋଧ କରୁଛି ଆଜିର ବିବେକ ବାଣୀକୁ ସେ ପଠନ କରିବେ। ସନ୍ତୋଷ ସାର୍ ଅଛନ୍ତି? ହଁ, ସନ୍ତୋଷ ସାର୍ ଅଛନ୍ତି। ଶୁଭ ସନ୍ଧ୍ୟା ସମସ୍ତଙ୍କୁ। ଆଜିର ଏହି ଶୁଭ ସନ୍ଧ୍ୟାରେ ନମସ୍କାର। ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ନୟାଗଡ଼ ଜିଲ୍ଲା ଆଲୁଙ୍କିଲ୍ୟରେ ମାଟି ମା ମମତା ଶୀର୍ଷକ ତାର 52ତମ ଇ ପାଠଚକ୍ରରେ ଉପସ୍ଥିତ ଥିବା ଆଜିର ପ୍ରତସ୍ମରଣୀୟ ଗୁରୁ ତୁଲ୍ୟ ସଭାପତି ମହୋଦୟ, ସମ୍ମାନୀୟା ଆଲୋଚିକା ମହୋଦୟା, ସଂଯୋଜିକା ମହୋଦୟା ତଥା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଆଜିର ଉପସ୍ଥିତ ଥିବା ସମ୍ପାଦକ ମହୋଦୟ ତଥା ସମସ୍ତ ସଦସ୍ୟ କାର୍ଯ୍ୟକର୍ତ୍ତା ବନ୍ଧୁଗଣ, ପ୍ରାନ୍ତ ସ୍ତରର ସମସ୍ତ ସମାନସ୍ପଦ କାର୍ଯ୍ୟକର୍ତ୍ତା ବନ୍ଧୁଗଣ, ସମ୍ଭାଗ ସ୍ତରର ସମସ୍ତ କାର୍ଯ୍ୟକର୍ତ୍ତା ବନ୍ଧୁଗଣ, ସମସ୍ତଙ୍କୁ ଆନ୍ତରିକତାର ଅଭିନନ୍ଦନ ଓ ସୁସ୍ୱାଗତ ଜଣାଉଛି। ବିବେକ ବାଣୀ। କର୍ମଯୋଗ ମତରେ କୃତକର୍ମ ଫଳପ୍ରଦ ନ ହୋଇ କେବେ ହେଲେ ନଷ୍ଟ ହୋଇପାରେ ନାହିଁ। ପ୍ରକୃତିର କୌଣସି ଶକ୍ତି ଏହାର ଫଳ ପ୍ରସବକୁ ରୋଧ କରିପାରେ ନାହିଁ। କୌଣସି ଅସତ୍ କର୍ମ କଲେ ମୁଁ ତାର ଫଳ ନିଶ୍ଚୟ ଭୋଗିବି। ଜଗତରେ ଏପରି କୌଣସି ଶକ୍ତି ନାହିଁ ଯାହା ତାକୁ ରୋଧ କରିବ। ଠିକ୍ ସେପରି କୌଣସି ସତ୍କର୍ମ କଲେ ଜଗତର କୌଣସି ଶକ୍ତି ତାର ଶୁଭ ଫଳ ରୋଧ କରିପାରେ ନାହିଁ। ସ୍ୱାମୀ ବିବେକାନନ୍ଦ। ନମୋ ନମଃ। ଧନ୍ୟବାଦ ସନ୍ତୋଷ ସାର୍। ସତ୍କର୍ମର ହିଁ ଫଳ ସତ୍କର୍ମ ହେଇଥାଏ। ବହୁତ ସୁନ୍ଦର ଭାବରେ ଆଜି ଆପଣ ବିବେକ ବାଣୀକୁ ସମସ୍ତଙ୍କ ଭାବରେ ପାଖରେ ପ୍ରେରିତ କରିଛନ୍ତି। ଅଶେଷ ଅଶେଷ ଧନ୍ୟବାଦ। ଆଜି ଆମ ପାଖରେ ଏଇ ପାଠଚକ୍ରକୁ ପୌରୋହିତ୍ୟ କରିବା ପାଇଁ ଉପସ୍ଥିତ ଅଛନ୍ତି ଶ୍ରୀଯୁକ୍ତ ଗୋଦାବରୀଶ ମିଶ୍ର, ଯିଏକି ନୟାଗଡ଼ ମାଟିର ସୁଯୋଗ୍ୟ ସନ୍ତାନ। ଲେଖନୀ ତାଙ୍କର ସର୍ବଦା ଚଳଚଞ୍ଚଳ, ସବୁବେଳେ ବାସୁଥାଏ ମହମ। ଜଣେ ସୁସାହିତ୍ୟିକ, ବିଦଗ୍ଧ କବି
कथाकार समीक्षक भाव से आम पाखे परिचित। आज तांको आमे सभापति भाव में पाई धन्य होइछु। अनुरोध रखी सभापति श्रीजुक्त गोदावरी सर आज वक्ता परिचय प्रदान पूर्वक आमर ए कार्यक्रम को अग्रसर करे। गोदावरी सर समस्त को प्रणाम, शुभ संध्या। शुगुची माइक शुगुची भाई? आज्ञा सर शुभुची भाई शुगुची तो हां क्लियर शुभुची। आज गोटे वर्षा और खरार मिलन स्थल गोटे संध्याटी सियाड़े वर्षा होती 4 किलोमीटर अंतर वर्षा, ये खरा गरम, ये भितर आमर विवेकानंद विश्व विजय विवेकानंद आज गोटे 52तम विचारधारा विभाग आमर नयगढ़ शाखा आम गर्वित गोटे संध्या को घंटाटे मात्रा आम दे पारुछे। आमको आज अभिभाषण प्रदान करवा आमर भौणी गेली भौणी निरंजन भाई कहले जे आमर गेली भौणी नीलिमा मैडम ता साथी गेली भौणी सुकांती डॉक्टर सुकांती महांती जे कवयित्री, जे केवल आपण मैंने कवयित्री चिन्हते से गोटे एनसीसी कर्नेल समग्र भारत वर्ष बुली निजर जी औजल्य निजर शौर्य देखते से हूँ डॉक्टर सुकांती महांती। जमीती उत्साह सेमिति अच्छा सेमिति उच्चा सी सबको नहीं जे साहित्य सृष्टि माति सुलेखिका कवयित्री प्रबंध घरे पैसती कविता को भल पाती गप को भी भल पाती। बहुत बही प्राय 15-20 खंड बही काढ़ले। दुईटी महार्घ ग्रंथ प्रबंध पूर्णचंद्र टीका टिप्पणी और राघव विलास टीका टिप्पणी ओडिशा पई चमत्कार कथा, नयागढ़ पे आहरी चमत्कार कथा। ये मुहूर्त आमर गोटे कविताटी मोर मन पड़ुची आज विषय वस्तु को नहीं जे भूमिरु भूमा नील नीलिमा भूमंडलटी सबुजिमारे भरा सागर जल आकाशे उठी माटी की छुए हुए से मन हरा धरणी राणी सबुज कूले स्नेह आदरे परशु थाई प्रेम भूमि भूमिर ऐश्वर्य ये मनीष विभोर हुए नीरवे खोजे परमात्मा पुण्यमय धाम आउ ता साथे भूमंडल रे ज्ञान विज्ञान नाम। सतरे से ज्ञान विज्ञान अवधूत 24 गुरु करते 2000 गुरु बाछी बाछी 24 गुरु करते। ये माटी ज्ञानमय विश्व ज्ञानमय जहाँ को नहीं गंगाधर मेहर चकित होते विश्व देख मधुमय रे जीवन विश्व देख मधुमय से ज्ञानमय टाक मधुमय करदे आहरी से ज्ञान टाक स्क्वायर करके क्यू करदे। विश्व देख ज्ञानमय न कहीकि विश्व देख मधुमय रे जीवन विश्व देख मधुमय मधुर झरण करिब हरण तो पाप मरण भय। ये ज्ञान कि पृथ्वी बांटी देछि सकाळु संज जाए आकाश टू माटी जाए गछरु साप जाए समस्त केमती ज्ञान दियंती। पिंगला बेश्या भी ज्ञान देइथिले जहाँ राधामोहन गणनायक लिखिले अवधूत गुरु करते। तेणु से संध्या को आज आम उपभोग करवा जे आमर भौणी पाखे अच्छा डॉक्टर सुकांती महांती जे आजीवन सदस्य सुवक्ता सुसंगठिका सुमार्गदर्शिका जड़े सबु सभा को जाई सबु साहित्य सभा को जाई बसवा शुणा हसवा हसैवा आवश्यक बड़े मंच को जाई उद्बोधन देवा जार जीवन लक्ष्य उद्देश्य सी आज आमको उद्बोधन देवे। ये उद्बोधन कार्यक्रम निरंजन भाई ये योजना करिसेंती आज से योजना हरी बलवत्तर हो से आरंभ करंतु जे सूर्य सम जली भी मुही जन्न सम उठी भी झड़ी पवन सम पृथ्वी छुई प्राणु प्राणे खेली भी ढड़ी। पिलाटी कहूँ ज्ञान कौटू आसूची ना मु सूर्य ज्ञान आणुची सूर्य आलोक नौकरी चंद्र चंद्र के सुशीतल आलोक दौरान सूर्य सबुठिकी जाऊँच समुद्र रे पड़ुचंती लुण जल जल लुण न लेकि बाष्प नहीं पड़ुचंती ताकू मधुर जल रूपे छाड़ुचंती। तेणु ये ज्ञान केते पृथ्वी भरपूर अच्छी कोटि कोटि सबुठी ज्ञान अच्छी। तेणु से कथा आम सुकांती नानी बुझेबे सान नानी आमर जे साहित्यर सबु कोण को साहित्य चतुर्भुजर सबु कोण को जे छुई देइछंती
ସେ ହେଉଛନ୍ତି ସୁସଂଗଠିକା ସୁକବୟତ୍ରୀ। ତେଣୁ ତାଙ୍କଠୁ ଆମେ ଶୁଣିବା ଯେ ସତରେ ବିଶ୍ୱ ଧରଣୀ ଜଗତ ଜ୍ଞାନମୟ ଗୁରୁମୟ ପ୍ରେମମୟ ଏବଂ ଏଇ ଜଗତ କେତେ ବିଭୋରତାରେ ଭରପୁର ହେଇଛି ସେ କଥାକୁ ସେ ଆମକୁ ଆଜି ଉପସ୍ଥାପନା କରିବେ। ତାଙ୍କୁ ଅନୁରୋଧ କରିବା ସେ ତାଙ୍କର ବକ୍ତବ୍ୟ ରଖିବେ। ଜୟ ଜଗନ୍ନାଥ। ଶ୍ରୀମତୀ ଡକ୍ଟର ସୁକାନ୍ତି ମହାନ୍ତି। गुरु ब्रह्मा गुरु विष्णु गुरुदेव महेश्वर गुरु साक्षात परम ब्रह्म तस्मै श्री गुरवे नमः। विश्व समग्र विश्व ब्रह्मांडर जे गुरु अनाथनाथ प्रभु चिन्मय चिदानंद जगतर नाथ नीलाद्रि बिहारी प्रभु श्री जगन्नाथ चरण कमल मोर प्रथमे भक्तिपूत प्रणाम। स्वामी विवेकानंद उद्देश्य जो संसद गढ़ाई से स्वामी ज्ञानी विज्ञानी प्रज्ञानी विवेकानंद पदार बिंदरे भक्तिपूत प्रणाम। तत्सहित एठारे उपस्थित थिबा समस्त गुणी ज्ञानी विज्ञ प्राज्ञ अभिज्ञ वरिष्ठ कनिष्ठ जेतक सबू एही विवेकानंद लोक संसदर सभ्य माने उपस्थित अछंती, श्रोता माने उपस्थित अछंती, समस्त को मोर भक्तिपूत प्रणाम। आज स्वामी विवेकानंद लोक संसद नयागढ़ शाखार 52तम पाठचक्र एथिरे मते निरंजन भाई जे कहीं देले वक्ता हिसाब रे जानी पारुनी। गोदावरी सार मोर बड़ भाई सी जे मते एते ऊपर नेकी थोई देइचंदी प्रकृत रे सेमितिया नुह मु से कहिया कथा बोली कहिदेले बड़ भाई हिसाब रे बहुत भल पांती बोली, किंतु प्रकृत रे मु छोटिया दीपटीए से दीपटी को जदि नेकी आमे गोटे प्रखर सूर्य किरण रे थोइबा ताहाले से दीपर महत्व किछि थिबो ना, से दीपर आलोक किछि जणा पड़ियो। ठीक सेही भली आपण मानक सूर्य सम जो दीप्त आपण मानकर ता आगे मु छोटिया दीपटीए कहवा को जेहेतु मते कहिचंती तेनु मु किछि कहिबी। जदि किछि भूल भटका हबो ताहाले ताकू परिमार्जित करी आपण मानकर विशाल हृदय। गुरु विषय वस्तु आमर अच्छी आज ज्ञानमय जगत ज्ञानमय आउ गुरुमय। गुरु गुरु शब्दटी उच्चारण कला बेलू आम जो बाक तंत्र निश्चित गोटे आलोड़न सृष्टि करुछि। गुरु अर्थ गौरव, गुरु अर्थ ओजनिया, तेणु ओजनिया लोकटी को आमे गुरु बोली कहूछे। तेबे भारत धर्म आउ दर्शनर देश, प्रेम पवित्रर देश, तापरे खाली प्रेम पवित्रर देश नुहे त्याग सेवार देश मध्य। भारतर गुरु परंपरा स्वतंत्र अनन्य, जहाँकि अन्य कौनसी देश रे देखिया को मिले ना। हमर शास्त्र और परंपरा रे गुरुंकर मध्य पूजा आमे करी आसुछु। अवश्य तार मान टिके एबे जदियो कमी कमी जाउची आग अपेक्षा आमे पाठ पढ़ला अपेक्षा, तथापि गुरु पूजनटा बहुत दिन चली आसी। अति प्राचीन काल भारतीय माने कौन करथिले जीवन गठन गुरुंकर भूमिका मध्य गुरुत्वपूर्ण ताहा वर्णना करी आछंती। एबे भी आमे वर्णना करी आम पई असंभव हे। गुरु ब्रह्मा रूप रे शिष्य को सृजन शक्तिर विकास करती, शिष्य को नवजन्म मध्य प्रदान करती, विष्णु रूप रे स्नेहपूर्ण शिक्षा दान करी शिष्य मानकु प्रतिपालन करती, महेश्वर रूप रे शिष्य मानकर दुर्गुण को विनाश करी सुगुण रे परिप्रकाश मध्य करती। आम संस्कृति रे गुरुकुल परंपरा महानता संपर्क जेते कुहाजियो सेते कम हम। गोटे समृद्ध राष्ट्र गठन रे गुरु का भूमिका गुरुत्वपूर्ण।
ଏବେ ଆମେ ଯଦି ଶୁଣା ଯାଉଛି ନା କଣ ନାହିଁ କେଜାଣି ଟିକେ ଏଥିରେ ହଁ ଶୁଭୁଛି। ଶୁଭୁଛି। ଗୁରୁଙ୍କ ମଧ୍ୟରେ ଶ୍ରଦ୍ଧା ସାହସ ସାଧନା ରହିଛି ନିହାତି, ଯାହା ଆମକୁ ଶିଖିବାରେ ସମର୍ଥ କରାଏ। ଶ୍ରଦ୍ଧା ସାହସ ସାଧନା ଶିକ୍ଷଣର ମହତ୍ୱପୂର୍ଣ୍ଣ ଉପାଦାନ ମଧ୍ୟ। ଏହି ଶିକ୍ଷଣ ପ୍ରକ୍ରିୟାରେ ଉଭୟ ଗୁରୁ ଆଉ ଶିଷ୍ୟ ସହଯାତ୍ରୀ, ଗୋଟିଏ ଡଙ୍ଗାରେ ବସିକି ସେମାନେ ଏକତ୍ରିତ ଆଗକୁ ଯାଆନ୍ତି ଏବଂ ଗୁରୁ ତାଙ୍କର ପଥ ପ୍ରଦର୍ଶକ, ଦିଗ ଦେଖେଇ ଦିଅନ୍ତି। ଭାରତ ବର୍ଷରେ ଗୁରୁ ଶିଷ୍ୟ ପରମ୍ପରା ବହୁତ ପ୍ରାଚୀନ। ଭାରତୀୟ ସମାଜ ଆର୍ଯ୍ୟ ସମାଜର ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରେ ବୋଲି ମୁଁ କାହିଁ ମାନେ ବା ମନେ କରେ। ଆମର ପ୍ରଭୁତ ଗୁରୁ ବା ଶିକ୍ଷକ ମାନେ ବହୁ ଭାବରେ ବିଶ୍ୱ ସଭ୍ୟତାର ଅତୀତରେ ପ୍ରଭାବିତ କରିଛନ୍ତି। ଏଇଠି ଗୋଟେ କଥା କହି ରଖେ, ଗୁରୁ ଆଉ ଶିକ୍ଷକ ଏଇ ଭିତରେ ଟିକେ ତଫାତ ନିହାତି ଅଛି। ଗୁରୁ କଣ କରନ୍ତି? ପଥ ପ୍ରଦର୍ଶକ, ସେ ରାସ୍ତା ଦେଖେଇ ଦିଅନ୍ତି। ଶିକ୍ଷକ ଶିକ୍ଷା ଦାନ କରନ୍ତି। ବହୁ ଉତ୍କର୍ଷ ଉନ୍ନତ ଆମର ପ୍ରାଚୀନ ଗୁରୁ ପରମ୍ପରା। ଗୁରୁଙ୍କ ଆଶୀର୍ବାଦ ଲାଭ କରି ଗୁରୁଙ୍କ ଚରଣରେ ସମର୍ପିତ ହେଲେ ଶିଷ୍ୟ ଅଶେଷ ସମ୍ମାନର ଅଧିକାରୀ ହୋଇଥାଏ। ଏଇଠି ଗୋଟେ ଉଦାହରଣ ଦେବି, ଯେତେବେଳେ ସୀତାଙ୍କର ସ୍ୱୟଂବର ହେଇଥିଲା, ଶିବଧନୁ ଭାଙ୍ଗିବାକୁ କେତେ କୁଆଡୁ ଆସିଥିଲେ ଯୋଦ୍ଧା ମାନେ, କେହି ତାକୁ ଉଠେଇ ପାରିଲେନି। କିନ୍ତୁ ପ୍ରଭୁ ରାମଚନ୍ଦ୍ର ନିଜର ଗୁରୁ ବାଲ୍ମୀକିଙ୍କ ସହିତ ଥିଲେ ବୋଲି, ଛୋଟ ପିଲାଟିଏ ହେଲେ ମଧ୍ୟ ସେ କଣ କରିଥିଲେ, ସେଇ ଶିବଧନୁକୁ ଭାଙ୍ଗିକିରି ସୀତାଙ୍କୁ ବିବାହ କରିଥିଲେ। ତେବେ ଏଇଠି କହିବାର ଗୋଟେ କଥା, ଗୁରୁଙ୍କର ଯେ କେତେ ମହନୀୟତା, ଗୁରୁଙ୍କର ଆଶୀର୍ବାଦ ଗୋଟେ ଶିଷ୍ୟ ଉପରେ କେତେ ପ୍ରଭାବ ପକାଏ, ତାହା ଏଥିରୁ ସ୍ପଷ୍ଟ ଆମେ ପ୍ରମାଣ ପାଇଛେ। ଗୁରୁ ଶିଷ୍ୟ ପରମ୍ପରାରେ ଶିଷ୍ୟ ସର୍ବଦା କଣ କରେ? ଗୁରୁଙ୍କ ନିକଟରେ ବିନମ୍ରତା ସମର୍ପଣ ଭାବ ପ୍ରକାଶ କରିବା ଉଚିତ ବା କରିଥାଏ। ଗୁରୁଙ୍କ ପଦାରବିନ୍ଦରେ ଶିଷ୍ୟ ନିରନ୍ତର ଅନନ୍ୟ ଶରଣାଗତ ଭାବ ପୋଷଣ କରିଥାଏ। ଶିଷ୍ୟର ଜ୍ଞାନ ଚରିତ୍ର ଶରଣାଗତ ଜୀବନକୁ ନିରୀକ୍ଷଣ କରି ଜ୍ଞାନ ଗର୍ଭ ତତ୍ଵଦର୍ଶୀ ଗୁରୁ ଶିଷ୍ୟର କୃପା ମଧ୍ୟ ଶିଷ୍ୟର କୃପା ମଧ୍ୟ କରିଥାନ୍ତି। ଆମ ଦର୍ଶନରେ କୁହାଯାଇଛି ଆଚାର୍ଯ୍ୟ ଦେବ ଭବ, ଅର୍ଥାତ୍ ଆଚାର୍ଯ୍ୟ ବା ଆଚରଣ ସିଦ୍ଧ ନହେଲେ କେହି ଗୁରୁ ହୋଇ ପାରିବେ ନାହିଁ। ପିତା ମାତା ଗୁରୁ ହେବାରୁ ଯାହା ସାଧାରଣ କଥା ନୁହେଁ, ତାହା ସାଧନାର କଥା। ଗୋଟେ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଈଶ୍ୱର ଗୁରୁ ତ୍ରିଶକ୍ତି ସମଷ୍ଟି ଈଶ୍ୱର, ପିତା ମାତା କର୍ଣ୍ଣ ଗୁରୁ ଶ୍ରୀ ଗୁରୁ ପାରି କରନ୍ତି ଅଜ୍ଞାନ ସାଗରୁ। ହେଲେ ଗୁରୁ ପିତା ମାତା, ଏମିତି ଆମର ପିତା ଗୁରୁ, ମାତା ଗୁରୁ, କର୍ଣ୍ଣ ଗୁରୁ, ଶିକ୍ଷା ଗୁରୁ, ଦୀକ୍ଷା ଗୁରୁ, ଏମିତି ଆମର ଅନେକ ଗୁରୁ ଥାନ୍ତି। ଗୁରୁ ଅଜ୍ଞାନ ରୂପକ ଅନ୍ଧାକର ଦୂର କରି ଜ୍ଞାନର ଆଲୋକ ମଧ୍ୟ ଆମକୁ ପ୍ରଦାନ କରିଥାନ୍ତି। ଗୁରୁଗଣ ଶିଷ୍ୟଙ୍କ ଚେତନାର ଆଖିକୁ ଖୋଲି ଦିଅନ୍ତି, ଜୀବନ ଜଗତକୁ ଦେଖାଇ ଦିଅନ୍ତି, ନିଜେ ବଞ୍ଚି ଅନ୍ୟକୁ ବଞ୍ଚାଇବାର କୌଶଳ ମଧ୍ୟ ଶିଖେଇଥାନ୍ତି। ଅଜ୍ଞାନ ଅନ୍ଧକାର ପଥକୁ ନିବୃତ ହୋଇ ଆଲୋକ ପଥର ଯାତ୍ରୀ ହେବାର କ୍ଷୁଦ୍ର ସୂତ୍ର ବତେଇ ଦିଅନ୍ତି। ଗୁରୁ ଏକାଧାରରେ ଶିଷ୍ୟ ପାଇଁ ବହୁ ଭୂମିକାରେ ଦଣ୍ଡାୟମାନ ହୋଇଥାଏ। ଯଦିବା ପିତାମାତା ଆମର ପ୍ରଥମ ଗୁରୁ, କିନ୍ତୁ ବାପା ମାଙ୍କ ଠାରୁ ଅଧିକ ଶିକ୍ଷା ଦୀକ୍ଷା ଗୁରୁ ଦିଅନ୍ତି ଗୁରୁ। ପିଲାଟି ମାଟି ପିଣ୍ଡୁଳା ପରି ଗୁରୁ ତାର ସଂସ୍କାରକୁ ଧରି ରୂପ ଦେଇଥାନ୍ତି। ଗୁରୁ ନିଜର ଅସୀମ ଭଲ ପାଇବା ଯୋଗୁଁ ଶିଷ୍ୟର ଚରିତ୍ର ମଧ୍ୟ ଗଠନ କରିଥାନ୍ତି। ଗୁରୁ ଉପରେ ଶିଷ୍ୟର ଅଖଣ୍ଡ ବିଶ୍ୱାସ ଥାଏ। ମୋର ମନେ ପଡୁଛି, ମୁଁ ଯେତେବେଳେ ତୃତୀୟ ଶ୍ରେଣୀରେ ପଢୁଥିଲି, ଆମର ଜଣେ ସାର୍ ଥିଲେ, ମୋ ବାପାଙ୍କର ସିଏ ସାଙ୍ଗ। ସିଏ ମତେ କହିଥିଲେ, ଆମେ ସବୁ କ୍ଲାସରେ ଯେତେବେଳେ ସିଏ ଆମକୁ ଅଦ୍ଭୁତ ପ୍ରକାର ସବୁ କଥା କହନ୍ତି, ହସେଇ ମଜେଇ ପାଠ ପଢାନ୍ତି। ସିଏ ଦିନେ ମତେ କହିଲେ, ପଟ୍ଟନାୟକ କହିଲୁ ଲୁଣ କୋଉ ଗଛରୁ ତିଆରି ହୁଏ? ମୁଁ କିନ୍ତୁ କହିପାରିନଥିଲି। ସମସ୍ତେ ହସିଥିଲେ ଯେ କଣ ଲୁଣ କୋଉ ଗଛରୁ ତିଆରି ହୁଏ, ତ କେହି ତ ଜାଣିନାହାନ୍ତି। ତାପରେ ସିଏ କହିଲେ, ଆଜି ଯାଇକି ତୁ ଗୋଟେ ପଟାଳି କରି ସମସ୍ତେ ଲୁଣ ବୁଣିବ, ତା ଉପରେ ପାଳ ଛିଞ୍ଚି ଦବ।
ମୁଁ ଘରକୁ ସମସ୍ତେ ବି ଯାଇଥିଲେ ସେଇଆ କରିଥିଲେ। ମୁଁ ବି ଯାଇକି ଘରେ ପଟାଲଟେ ତିଆରି କଲି, ଲୁଣ ମେଞ୍ଚେ ଦେଇକି ତା ଉପରେ। ଆମେ ତ ଏବେ ବ୍ୟବହାର କରୁଛୁ ଟାଟା ଲୁଣ, କିନ୍ତୁ ସେତେବେଳେ ପଗଡ ଲୁଣ ଆମେ ବ୍ୟବହାର କରୁଥିଲୁ। ସେଇ ଲୁଣକୁ ମେଞ୍ଚେ ଇଏ କଲି, ବୁଣିଦେଲି। ତା ଉପରେ ପାଳ ଘୋଡେଇ ଦେଲି। ସବୁଦିନ ଯାଇ ଦେଖିଲି କେତେବେଳେ ଗଛ ହବ, କେତେବେଳେ ଗଛ ହବ। କିନ୍ତୁ 15 ଦିନ ଗଲା ପରେ ଗଛ ହେଇନି। ମୋର ମା, ଜେଜେମା, ସେ ପାଟି କଲା, କୋଉ ମାଷ୍ଟର ତତେ ପାଠ ପଢେଇଛି ମ, ଲୁଣରୁ ଗଛ ହୁଏ ବୋଲି, ଗଛରୁ ଲୁଣ ପୁଣି ଆଦାୟ ହବ ବୋଲି। ମୋ ବାପାଙ୍କ କାନରେ ପଡିଲା। ମୋ ବାପା ଯାଇକିରି ତାଙ୍କ ସାଙ୍ଗ ତ, ତାଙ୍କୁ ହସି ହସି ପାଟି କଲେ, କହିଲେ ଆରେ ଗୋଟେ ଜୋକ୍ କରିକି ମୁଁ ଏମିତି ସମସ୍ତେ ମାନେ କହିବାର ତାତ୍ପର୍ଯ୍ୟ ହେଲା ମୋର ଯେ ଗୁରୁଙ୍କ ଉପରେ ଆମର କେତେ ବିଶ୍ୱାସ। ସେ ଲୁଣ ଗଛ ହୁଏ ବୋଲି କହିଥିଲେ, ଆସିକି ଆମେ ଗଛ ବି ବୁଣି ଦେଇଥିଲୁ ବାରିଆଡେ ଲଗେଇ। କଟକ ଘୋଡାର କେତୁଟା ଶିଙ୍ଗ, ସେ କହିଥିଲେ 3ଟା। ମୋର ବହୁତ ଦିନ ପର୍ଯ୍ୟନ୍ତ କଟକ ଘୋଡା, କଟକ ତ ସେତେବେଳେ 3ୟ ଶ୍ରେଣୀ ପିଲା, କିଏ କଟକ ଦେଖିଥିଲା, ଗାଁ ଗହଳି ପିଲା ଆମେ। ତେଣୁ କଟକ ଘୋଡାର 3ଟା ଶିଙ୍ଗ, ବ୍ରହ୍ମପୁର ବିଲେଇର 5ଟା ଗୋଡ, ସେ ଆମକୁ ଏମିତି କହିଥିଲେ। ଏବଂ ବହୁତ ଦିନ ପର୍ଯ୍ୟନ୍ତ ଆମେ ବିଶ୍ୱାସ କରୁଥିଲୁ। ତେଣୁ ବାପା ମାଙ୍କ ଅପେକ୍ଷା ଗୁରୁଙ୍କ ଉପରେ ଗୋଟେ ଶିଷ୍ୟର ବିଶ୍ୱାସ ଅଧିକ ଥାଏ। ଆଉ ଗୋଟେ ଶିଷ୍ୟ ଯେତେବେଳେ ପାପ ସମୟଟା ହଉଛି ରାତ୍ରି ସମୟ, ସେଇ ପାପ ସମୟ ତ ଘର ରହେ ଏବଂ ପୁଣ୍ୟ ସମୟ ତକ ଗୁରୁଙ୍କ ପାଖରେ ସିଏ ରହେ। ଗୁରୁଙ୍କଠୁ ଶିକ୍ଷା ଦାନ କରେ ସେ ପୁଣ୍ୟ ସମୟରେ। ତେଣୁ ସେ ପୁଣ୍ୟମୟ ହେଇଯାଏ ତାର ଶରୀର, ଦେହ, ମନ, ହୃଦୟ। ଗୁରୁ ଜାଣି ପାରନ୍ତି ତ ଶିଷ୍ୟର ମନ, ତେଣୁ ସେ ଦକ୍ଷ ମନୋବିଜ୍ଞାନୀ ମଧ୍ୟ ଅଟନ୍ତି। ଗୁରୁ ଦକ୍ଷ ମନୋବିଜ୍ଞାନୀ ଅଟନ୍ତି। ଗୁରୁ ଜାଣିପାରନ୍ତି ଶିଷ୍ୟ ଦେହର, ମାନେ ଶିଷ୍ୟ ଦେହର ଆବଶ୍ୟକତା। ତେଣୁ ଆମେ ଗୁରୁଙ୍କୁ ଚିକିତ୍ସକ ମଧ୍ୟ ଆମେ କହିପାରିବା। ଗୁରୁ ଜାଣିପାରନ୍ତି ବିଦ୍ୟା ଗ୍ରହଣର କୁଶଳତା, ତେଣୁ ସେ ବିଦ୍ୟାଦାତା। ସେ କୁଶଳତା ଜାଣନ୍ତି କିମିତି ପାଠ ପଢେଇଲେ ପିଲାଟି ଗ୍ରହଣ କରିବ। ଆମର ଜଣେ ସାରଙ୍କର କଥା ମୋର ମନେ ପଡୁଛି। ସିଏ କହିଲେ, କହୁଥିଲେ ବୁଢା ସାର ଜଣେ, ବଙ୍କା ବଙ୍କା ଗଛ ଦେଖ, ଲତା ଦେଖ ଗଛ ଯାଏ ମାଡି, ସେହିପରି ବଙ୍କା ଦେଖ ଏଇ ମୋର ବାଡି। ବଙ୍କା ବାଡିଟେ ଦେଖି କହେ ଯେ ବଙ୍କା ବଙ୍କା ଲତା ଦେଖ ଗଛ ଯାଏ ମାଡି। ଲତାଟାକୁ କେମିତି ଗଛରେ ମାଡେ ବୋଲି ସେ ବୁଝିବାକୁ, ସେ କହନ୍ତି ବଙ୍କା ବଙ୍କା ଲତା ଦେଖ ଗଛ ଯାଏ ମାଡି, ସେହିପରି ବଙ୍କା ଦେଖ ମୋର ଏଇ ବଙ୍କା ବାଡି। ତାପରେ ନିଜର ସନ୍ତାନ ଅପେକ୍ଷା ଗୁରୁ ପାଖରେ ଶିଷ୍ୟ ଅଧିକ। ଭାରତୀୟ ମାନେ ଏଭଳି କି ଗୁରୁକୁ କାଳେ କାଳେ ସମ୍ମାନ ଦେଇ ଆସିଛନ୍ତି। ଶିଷ୍ୟମାନେ ମଧ୍ୟ ସମଗ୍ର ଜୀବନ ଗୁରୁ ମାନଙ୍କ ପାଇଁ ସମର୍ପଣ କରିଦେଇଥାନ୍ତି। ଅବଶ୍ୟ ଏବେ ନୁହେଁ। ଶିଷ୍ୟମାନେ ଗୁରୁଙ୍କ ବିନା ପରାମର୍ଶରେ ଖାଦ୍ୟ ମଧ୍ୟ ଗ୍ରହଣ କରନ୍ତି ନାହିଁ। ସେଟା ଜାଣିଥିବେ, ସେ ଯୋଉ ଆରୁଣି ରାତି ସାରା ଶୋଇ ରହିଥିଲା। ଆଉ ଉପମନ୍ୟୁ ଖାଇଥିଲା ଯୋଉ ଅରଖ ଗଛ ପତ୍ର ଖାଇକି ଥିଲା। ତେଣୁ ସିଏ ନ କହିଲା ପର୍ଯ୍ୟନ୍ତ ଖାଦ୍ୟ ମଧ୍ୟ ସେମାନେ ଗ୍ରହଣ କରନ୍ତି ନାହିଁ। ଭଗବାନ ମଧ୍ୟ ତାଙ୍କର ଅବତାର ଲୀଳା ସମୟରେ ଗୁରୁ ଗ୍ରହଣ କରିଛନ୍ତି। ଆମର ଯୋଉ ଭଗବାନ ଯେତେବେଳେ ସେ ଅବତାରୀ ପୁରୁଷ ରୂପେ ପୃଥିବୀ ପୃଷ୍ଠରେ ଅବତୀର୍ଣ୍ଣ ହୁଅନ୍ତି, ରାମଚନ୍ଦ୍ର, ଶ୍ରୀକୃଷ୍ଣ ଯେତେବେଳେ ଧରା ପୃଷ୍ଠରେ ପାପର ଭାର ବଢିଯାଏ, ସେତେବେଳେ ସେ ଧରା ପୃଷ୍ଠରେ ଅବତୀର୍ଣ୍ଣ ହୁଅନ୍ତି ମାନବ ଲୀଳା କରିବା ପାଇଁ। ତେଣୁ ଗୀତାରେ ଅଛି, ଯଦା ଯଦା ହି ଧର୍ମସ୍ୟ ଗ୍ଲାନି ଭବତି ଭାରତମ୍ ଅଭ୍ୟୁତ୍ଥାନମ୍ ଅଧର୍ମସ୍ୟ ତଦାତ୍ମନଃ ସୃଜାମ୍ୟହଂ ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାମ୍ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ତେଣୁ ସେ ପ୍ରତ୍ୟେକ ଯୁଗରେ ଏଇ ପାପୀ ମାନଙ୍କୁ ସଂହାର କରିବେ ବୋଲି ଅବତାରୀ ପୁରୁଷ ହେଇକି ଜନ୍ମଗ୍ରହଣ କରିଥାନ୍ତି। ସେମାନଙ୍କର ମଧ୍ୟ ଗୁରୁ ଥାଆନ୍ତି। ଭଗବାନ ଶ୍ରୀ ରାମଚନ୍ଦ୍ର ଗୁରୁ ଥିଲେ କିଏ? ସେ ବଶିଷ୍ଠ ଆଉ ବିଶ୍ଵାମିତ୍ର। ଯୋଉ ବିଶ୍ଵାମିତ୍ରଙ୍କୁ ନେଇକି ସିଏ ଭାଙ୍ଗିଥିଲେ ଶିବ ଧନୁ। ତାଙ୍କ ଶକ୍ତି ଗୋଟେ ତାଙ୍କ ପାଖରେ ଥିଲେ, ଗୁରୁ ଥିଲେ ଶିଷ୍ୟ ପାଖରେ ଗୋଟେ ଶକ୍ତି ପହଞ୍ଚି ଯାଇଥାଏ। ଭଗବାନ ଶ୍ରୀକୃଷ୍ଣଙ୍କର ଗୁରୁ ଥିଲେ କିଏ? ସେ ମହର୍ଷି ସନ୍ଦୀପନୀ। ଗୁରୁ ପରଶୁରାମଙ୍କ ଶିଷ୍ୟ ଭୀଷ୍ମ। ଗୁରୁ ଦ୍ରୋଣଙ୍କ ଶିଷ୍ୟ କିଏ? ସେ ଏକଲବ୍ୟ ଥିଲେ। ଗୁରୁ ଚାଣକ୍ୟଙ୍କ ଶିଷ୍ୟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ରାମକୃଷ୍ଣ ପରମହଂସ ଦେବଙ୍କ ଶିଷ୍ୟ ଥିଲେ ବିବେକାନନ୍ଦ। ସୌମ୍ୟ ଋଷିଙ୍କ ଶିଷ୍ୟ ଆରୁଣି ଉପମନ୍ୟୁ। ସେଇ ଆରୁଣି ଉପମନ୍ୟୁ ସୌମ୍ୟ ଋଷିଙ୍କର
କଥାରେ ଯାଇକି ଶୋଇ ପଡିଥିଲେ କୋଉଠି ଭିଡା ତଳେ ମଧ୍ୟ ସାରା ରାତି ସେ ପାଣି ଭିତରେ ଶୋଇଥିଲେ ପଛେ ଫେରିକି ଆସିନଥିଲେ ଗୁରୁ ବାକ୍ୟକୁ ସେ ଅବମାନନା କରିପାରିନଥିଲେ। ଗୁରୁ ସମର୍ଥ ରାମଦାସଙ୍କ ଶିଷ୍ୟ ଥିଲେ ଶିବାଜୀ। ଗୁରୁ ସକ୍ରେଟିସଙ୍କ ଶିଷ୍ୟ କିଏ ସେ ପ୍ଲାଟୋ। ଗୁରୁ ଆରିଷ୍ଟଟଲ ଶିଷ୍ୟ ଥିଲେ ଆଲେକଜାଣ୍ଡର। ଗୁରୁ ରାମାନନ୍ଦଙ୍କ ଶିଷ୍ୟ ଥିଲେ କବୀର। ଗୁରୁ ଶ୍ରୀକୃଷ୍ଣଙ୍କ ଶିଷ୍ୟ ଥିଲେ ଅର୍ଜୁନ। ଏଇ ଆଦର୍ଶ ଗୁରୁ ଶିଷ୍ୟ ମାନଙ୍କୁ ମାନବ ସମାଜ ଯୁଗେ ଯୁଗେ ମଧ୍ୟ ମନେ ରଖି ଆସିଛି। ସେମାନେ ଆମ ପାଖରେ ଆଜି ଚିର ନମସ୍ୟ। ଜ୍ଞାନ ଭକ୍ତି ବୈରାଗ୍ୟ ଗୁରୁଙ୍କର ମୌଳିକ ଉପାଦାନ। ଗୁରୁଙ୍କ ଶ୍ରଦ୍ଧା ସ୍ନେହ ଆଶୀର୍ବାଦ ହିଁ ଶିଷ୍ୟ ମାନଙ୍କ ଜୀବନର ପାଥେୟ। ପ୍ରାଚୀନ କାଳରୁ ଆରୁଣି ଉପମନ୍ୟୁ ଏକଲବ୍ୟ ଶିଷ୍ୟ ମାନଙ୍କର ନାମ ଆଜି ଆମର ଅମର ହୋଇ ରହିଛି। ତାଙ୍କୁ ଆମେ ପ୍ରତି କ୍ଷେତ୍ରରେ ପ୍ରତି ମୁହୂର୍ତ୍ତରେ ମଧ୍ୟ ଆମେ ମନେ ପକାଉଛେ। ଏକଲବ୍ୟ କଣ କରିଥିଲେ ନିଜର ଗୁରୁ ଦକ୍ଷିଣା ସ୍ୱରୂପ ବୃଦ୍ଧା ଆଙ୍ଗୁଳିକି ଦେଇ ଦେଇଥିଲେ ଗୁରୁଙ୍କୁ ଦାନ। କିନ୍ତୁ ଗୁରୁଙ୍କ ପାଖକୁ ସେ ଯେତେବେଳେ ଯାଇଥିଲେ ଶିକ୍ଷା କରିବା ପାଇଁ ସେତେବେଳେ ଗୁରୁ ମନା କରିଦେଇଥିଲେ। ଫେରିକି ଆସି ଗୁରୁଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ। ଯେତେବେଳେ ଗୁରୁ ଦେଖିଲେ ଧନୁର୍ଧର ବୀର ଅର୍ଜୁନଙ୍କ ଠାରୁ ମଧ୍ୟ ଇଏ ବଳିଆନ, ତେଣୁ ତାଙ୍କୁ ପଚାରିଥିଲେ ତମ ଗୁରୁ କିଏ? ନା ଆପଣ କି ଆଶ୍ଚର୍ଯ୍ୟ କଥା, ମୁଁ ତାକୁ ଶିକ୍ଷା ଦାନ ଦେଇନି, ଆସନ୍ତୁ ଦେଖିବେ ବୋଲି ତାଙ୍କର ସେଇ କୁଟୀରକୁ ନେଇ ଯାଇଥିଲେ ଏବଂ ସେ କୁଟୀର ମଧ୍ୟରେ ତାଙ୍କର ପ୍ରତିମୂର୍ତ୍ତି ଦେଖେଇ ଦେଇଥିଲେ, ପ୍ରତିମୂର୍ତ୍ତିକି ଦେଖେଇ ଦେଇଥିଲେ। ଆଶ୍ଚର୍ଯ୍ୟ ହେଇଥିଲେ ଏବଂ କପଟ କରିକି ମାଗିଥିଲେ ତାଙ୍କର ବୃଦ୍ଧା ଆଙ୍ଗୁଳି ଦେଇଦେଲେ ସେ ଆଉ ଯୁଦ୍ଧ କରିପାରିବେନି ବୋଲି। ଏ କଥାକୁ କିଛି ବିଚାର ନକରି କିଛି ଭାବନା ମଧ୍ୟରେ ନ ଆଣି ସାଙ୍ଗେ ସାଙ୍ଗେ କାଟିକିରି ଦେଇ ଦେଇଥିଲେ ଗୁରୁଙ୍କ ପାଖରେ। ଗୁରୁଙ୍କ ନାମ ଧରି ଚିତ୍କାର କରିଥିଲେ କିଏ ସେ? ଆମର ଯୋଉ ଅନ୍ଧ ହେଇ ଯାଇଥିଲେ ସେ ଯୋଉ ଉପମନ୍ୟୁ, ଆଉ ତାଙ୍କର ଆଶୀର୍ବାଦରୁ ମଧ୍ୟ ଚକ୍ଷୁ ଫେରି ପାଇଲେ। ଯେତେବେଳେ ଶିଷ୍ୟ ନିଜର ସମସ୍ତ ଅହଙ୍କାର ତ୍ୟାଗ କରି ନିଜକୁ ଗୁରୁମୟ କରିଦିଅନ୍ତି, ଅର୍ଥାତ ଗୁରୁ ସମର୍ପିତ ହବ ବୋଲି ଭାବି ଦିଅନ୍ତି, ସେତେବେଳେ ସମର୍ଥ ଗୁରୁଙ୍କ ଆଶୀର୍ବାଦ ମଧ୍ୟ ବଳଶାଳୀ ହୋଇଉଠେ। ଶିଷ୍ୟଙ୍କ କଠିନରୁ କଠିନତମ କାର୍ଯ୍ୟ ନିର୍ବିଘ୍ନରେ ସମ୍ପନ୍ନ କରିବାକୁ ସୁଯୋଗ ଦେଇଥାଏ। ଅଟଳ ଗୁରୁ ଭକ୍ତି ଦୁର୍ଲଭ୍ୟ ହିମାଳୟରୁ ଲଙ୍ଘନ କରିବାର ଶକ୍ତି ମଧ୍ୟ ଭରି ଦେଇଥାଏ। ଭାରତୀୟ ପରମ୍ପରାରେ ଗୁରୁଙ୍କର ଉଚ୍ଚ ସ୍ଥାନ ଦିଆଯାଇଛି। ଗୁରୁ ପୂଜା ସର୍ବଦା କର୍ତ୍ତବ୍ୟ। ଗୁରୁଙ୍କୁ ପୂଜା ନ କରି ଈଶ୍ୱରଙ୍କୁ ପୂଜା କଲେ ତାହା ନିଷ୍ଫଳ ହୋଇଥାଏ। ସ୍ୱାମୀ ବିବେକାନନ୍ଦଙ୍କ ମତରେ ଯେଉଁ ଆତ୍ମାରୁ ଶକ୍ତି ସଞ୍ଚରିତ ହୁଏ ସେ ହିଁ ଗୁରୁ। ଯେଉଁଥିରେ ସଞ୍ଚାରିତ ହୁଏ ଶିଷ୍ୟ ସିଏ। ଯାହା ଠାରୁ ସଞ୍ଚରିତ ହୁଏ ତାହେଲେ ସେ ଗୁରୁ, ଯେଉଁଥିରେ ସଞ୍ଚରିତ ହୁଏ ସେ ହେଲେ ଶିଷ୍ୟ। ଅର୍ଥାତ୍ ଯେଉଁଥିରୁ ଶକ୍ତି ଆସିବ ତାର ସଞ୍ଚାର ଶକ୍ତି ଥିବା ଦରକାର, ଯେଉଁଥିରେ ସଞ୍ଚାରିତ ହେବ ତାର ଗ୍ରହଣ କରିବା ଶକ୍ତି ମଧ୍ୟ ଥିବା ଦରକାର। କେବଳ ଗୁରୁ ଆଉ ଶିଷ୍ୟ ନୁହେଁ, ଯାହା ଠାରୁ ଆମେ ପାଇବା ଶକ୍ତି, ଯାହା ପାଖରୁ ଶକ୍ତିଟି ଆସିବ ତାର ସଞ୍ଚାର କରିବାର ଶକ୍ତି ଥିବ ଏବଂ ଯୋଉ ଶିଷ୍ୟଟି ଗ୍ରହଣ କରିବ ସେଇ ଶିଷ୍ୟ ଗ୍ରହଣ କରିବାର ଶକ୍ତି ମଧ୍ୟ ଥିବା ଦରକାର। ଉପଯୁକ୍ତ ବୀଜ ଉର୍ବର କ୍ଷେତ୍ରରେ ପଡ଼ିଲେ ଯେମିତି ଫସଲ ଉତ୍ପାଦନ ଭଲ ଭାବରେ ହୁଏ, ଗୁରୁ ଅଲୌକିକ ଗୁଣ ସମ୍ପନ୍ନ ହେବା ବାଞ୍ଛନୀୟ। ଶିଷ୍ୟ ମଧ୍ୟ ତଦ୍ରୁପ ହେବା ପ୍ରୟୋଜନ। ଅତୀତରେ ଗୁରୁ ଶିଷ୍ୟର ସମ୍ପର୍କ ମଧୁର ତଥା ଅନାବିଳ। ସେହି ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଆମେ ଆମର ଭୂତପୂର୍ବ ରାଷ୍ଟ୍ରପତି, ଭାରତର ବରେଣ୍ୟ ସନ୍ତାନ, ପ୍ରଜ୍ଞା ପୁରୁଷ, ବିଶ୍ୱର ଶ୍ରେଷ୍ଠ ଦାର୍ଶନିକ, ବିଶ୍ୱ ପ୍ରସିଦ୍ଧ ବାଗ୍ମୀ, ଚିନ୍ତାଶୀଳ ଜନନାୟକ, ମହାନ ଶିକ୍ଷକ ସର୍ବପଲ୍ଲୀ ରାଧାକୃଷ୍ଣ ଜନ୍ମ ଦିବସକୁ ଗୁରୁ ଦିବସ ରୂପେ ଆମେ ପାଳନ କରି ଆସୁଛୁ। ଏକଦା ଗୁରୁ ଦିବସରେ ଯୋଉ ଆମର ଏପିଜେ ଅବଦୁଲ କଲାମ କହିଥିଲେ, କିଏ ଜଣେ ତାଙ୍କୁ ପ୍ରଶ୍ନ କରିଥିଲେ ଆପଣ କଣ ହେବାକୁ ଅଧିକ ପସନ୍ଦ କରିଥାନ୍ତେ? ତାର ଉତ୍ତର ସେ କହିଲେ ମୁଁ ଶିକ୍ଷକ ହବାକୁ ପସନ୍ଦ କରିଥାନ୍ତି। ତାହା ହିଁ ହେଲା। ରାଷ୍ଟ୍ରପତି ପଦରୁ ଅବସର ନେଲା ପରେ ସେ କଣ କରିଥିଲେ, ମାଡ୍ରାସ ଠାରେ ଥିବା ଯୋଉ ଆନ୍ନା ବିଶ୍ୱବିଦ୍ୟାଳୟ, ସେଠି ଗୋଟେ ଭିଜିଟିଂ ପ୍ରଫେସର ରୂପରେ ଯାଇକି ସେ ଯୋଗ ଦେଇଥିଲେ ଅନରାରୀ ପୋଷ୍ଟ। ଆମ ସମସ୍ତଙ୍କର ସିଏ ଅତି ପ୍ରିୟ। ସେଇ ଭଲ ପରିବାରଟିଏ ଗଢା ହେଲେ ସମୃଦ୍ଧିଶାଳୀ ସମାଜ ରାଷ୍ଟ୍ର ରଚନା ସମ୍ଭବ ହବ। ତେଣୁ ଭଲ ପରିବାରଟିଏ ଗଢିବା
ଏଇ ଗୁରୁଙ୍କର ନିର୍ଦ୍ଦେଶ ଆଦେଶ ଏବଂ ତାଙ୍କ ସାହାଯ୍ୟ ନେଇ ମହାତ୍ମା ଗାନ୍ଧୀ କହୁଥିଲେ ଶିକ୍ଷକ ହିଁ ଛାତ୍ରର ମୂଳ ପୁସ୍ତକ। ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର କହିଲେ ଶିକ୍ଷକ କୁଶଳତା ସହ ଶିଶୁ ଭିତରେ ସମାହିତ ହୋଇପାରନ୍ତି, ସେଇ କୁଶଳତାର ସହିତ ଶିଶୁକୁ ନିଜ ଭିତରେ ସମାହିତ କରେ। ତେଣୁ ମହମବତୀ ଭଳି ଜଳି ଜଳି ଅନ୍ୟକୁ ଆଲୋକିତ କରିବା ପ୍ରତି ହେଉଥାଏ ଶିକ୍ଷକ। ବହୁ ମଣିଷ ତିଆରି କରେ ସେ, ମଣିଷ ତିଆରି କାରଖାନାର କର୍ଣ୍ଣଧାର ସେ। ମଣିଷ ତିଆରି କାରଖାନାର ସେ ବିଶ୍ୱକର୍ମା, କିଏ ସେ? ଶିକ୍ଷକ ବା ଗୁରୁ। ତେବେ ଯୋଉ ରାଜନେତା ମାନେ ଏବେ ଆମ ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି, ରାଷ୍ଟ୍ର ଗଠନରେ ମହାନାୟକ ଜଣେ ଶିକ୍ଷକ ବା ଗୁରୁ, ସେମାନଙ୍କୁ ପଥ ପ୍ରଦର୍ଶକ ହେଇଥାଏ ଏବଂ ସେମାନଙ୍କୁ ଶିକ୍ଷା ଦେଇକି ଏପର୍ଯ୍ୟନ୍ତ ପହଞ୍ଚେଇ ଦେଇଥାଏ। ନୂତନ ବିଶ୍ୱର ନିର୍ମାତା ହଉଛି ଗୁରୁ, ସମାଜର ନବକଳେବରର ବିନ୍ଧାଣୀ ହଉଛି ଗୁରୁ। ସ୍ୱପ୍ନ ବିଳାସୀ ଗୁରୁଙ୍କର ସ୍ୱପ୍ନକୁ ଆଧାର କରି ଆଲେକ୍ଜାଣ୍ଡର ବିଶ୍ୱ ବିଜୟୀ ହେଇଥିଲେ। ଗୁରୁଙ୍କ ସ୍ୱପ୍ନକୁ ଆଧାର କରିଥିଲେ। ନଚିକତା ଜିଜ୍ଞାସା ଜାଗ୍ରତ ହୁଏ ଉଦୀୟମାନ ଛାତ୍ର। ଶିବାଜୀ ହୁଅନ୍ତି ରାଷ୍ଟ୍ର ନିର୍ମାତା, ଚନ୍ଦ୍ରଗୁପ୍ତ ପାଲଟିଛନ୍ତି ସୁଶାସକ ସମ୍ରାଟ, ନରେନ ପାଲଟିଛନ୍ତି ବିବେକାନନ୍ଦ। ଶିଷ୍ୟ ଭିତରେ ଉତ୍ତମ ଚରିତ୍ର, ନୈତିକତା, ଶିକ୍ଷା, ଦୀକ୍ଷା, ଶୃଙ୍ଖଳା ଗୁରୁ ହିଁ ସୃଷ୍ଟି କରିଥାନ୍ତି। ଆମ ମନକୁ ନିୟନ୍ତ୍ରଣ କରିପାରୁଥିବା, ଚରିତ୍ରକୁ ସଜାଡି ପାରୁଥିବା ଗୁରୁ ହିଁ ଏଠି ଯଥେଷ୍ଟ। ତେଣୁ ଗୁରୁ କେତେ ଯେ ମହାନ ତାହା ଆମେ ସମସ୍ତେ ଜାଣିଛେ। ଆଚରଣ ସହିତ ମାନବ ସହିତ ଶିକ୍ଷା ଦେଉଥିବା ଗୁରୁ ଏବେ ସୀମିତ। ପାଠ୍ୟ ପୁସ୍ତକ ବନ୍ଦ ଶିକ୍ଷାର ବିଶାଳ ସମ୍ଭାବନା କ୍ରମଶଃ ସଂକୁଚିତ ହେଇଯାଇଛି। ତେବେ ଏଇଠି ଆମର ବିଷୟବସ୍ତୁ ଅଛି ଜ୍ଞାନମୟ ଗୁରୁମୟ। ଏ ତ ଗୁରୁଙ୍କ କଥା ଗଲା, ତାହେଲେ ଜ୍ଞାନମୟ ସଂସାର, ଗୁରୁମୟ ସଂସାର। ଯୋଉଠି ଗୁରୁ ଅଛନ୍ତି ସେଇଠି ଜ୍ଞାନ ଅଛି, ଯୋଉଠି ଜ୍ଞାନ ଅଛି ସେଇଠି ଗୁରୁ ଅଛି। ସେଇଥିପାଇଁ ଅବଧୂତ 24 ଗୁରୁ କରିଛି। ଆମେ ଦେଖିବା ଘାସ ଠାରୁ ବଡ ବଡ ଦ୍ରୁମ ପର୍ଯ୍ୟନ୍ତ ପ୍ରତ୍ୟେକ ଠାରୁ ଆମେ କିଛି ନା କିଛି ପ୍ରତିଦିନ ଶିଖୁଛେ, ଯାହାକି ଆମର ଦୈନନ୍ଦିନ ଜୀବନରେ ପ୍ରଭାବ ପକାଉଛି। ତେଣୁ ଆମେ ସମଗ୍ର ବିଶ୍ୱକୁ ଆମେ ଗୁରୁ ବୋଲି କହିଲେ କିଛି ଅତ୍ୟୁକ୍ତି ହବ ନାହିଁ। ଘାସକୁ ବି ଆମେ ଗୁରୁ କହିପାରିବା। ତେଣୁ ମୁଁ ଏଠି ଗୋଟେ କବିତାଟେ ଗୁରୁଙ୍କ ବିଷୟରେ ବୋଲୁଛି। ତେଜୋଦୀପ୍ତ ଶିଖା ଆଲୋକ ବର୍ତ୍ତିତା, ଅଜ୍ଞାନରେ ଅଜ୍ଞାନ ଗୁରୁ, ଶୈକ୍ଷିକ ଗାରିମା ମହାନୟତାରେ, ସେ ଅଟନ୍ତି ମହାମେରୁ। ଆଦ୍ୟ ଗୁରୁ ପରେ ଜ୍ଞାନ ଗୁରୁ ନାମେ, ପୂଜ୍ୟ ପୂଜାରେ ନମସ୍ୟ। ଜୀବନ ଦର୍ଶନ ମାର୍ଗଦର୍ଶନରେ, ଗଢନ୍ତି କେତେ ଭବିଷ୍ୟ। ବୌଦ୍ଧିକ ତାତ୍ତ୍ୱିକ ମାନସିକ ଶିକ୍ଷା, ତାଙ୍କରି ମହତ ଦାନ। ଗୁରୁ ଠାରୁ ଆଉ ଉଚ୍ଚ ଆସନଟେ, ହୁଏ ନାହିଁ ଦୃଶ୍ୟମାନ। ନେପଥ୍ୟ ନାୟକ ଛାତ୍ର ଜୀବନର, ଆଦର୍ଶ ପଣରେ ଶୋଭା। ପ୍ରତି ପାହାଚରେ ସଦାଚାର ସୃଷ୍ଟ, ଛାତ୍ର ପାଇଁ ମନ ଲୋଭା। ଅମ୍ଳାନ ପ୍ରତିଭା ଲେଲିହାନ ଶିଖା, ସଦୟ ଚିର ଭାସ୍ୱର। ଆହେ ଗୁରୁ ତବ ଚରଣ କମଳ, ନିତ୍ୟ କରେ ନମସ୍କାର। ତେବେ
ଭାଗବତରେ ଜଗନ୍ନାଥ ଦାସ 24 ଗୁରୁ କଥା ଲେଖିଲେ। ଅବଧୂତ ବା ଦତ୍ତାତ୍ରେୟ ମୁନିଙ୍କର 24 ଗୁରୁ। 24 ଗୁରୁ, ଏଇଥିରୁ ଆମେ ଜାଣିବା ଯେ ସଂସାରଟା ବା ଜଗତଟା କେତେ ଗୁରୁମୟ ଏବଂ ଜ୍ଞାନମୟ। ଜ୍ଞାନ ନଥିଲେ ଗୁରୁ ନାହିଁ, ଗୁରୁ ନଥିଲେ ଜ୍ଞାନ ନାହିଁ। ପୃଥିବୀ ପବନ ନଳ ଉର୍ଦ୍ଧ୍ୱେ ଯେ ଆକାଶ ମଣ୍ଡଳ, ରବି ଶଶାଙ୍କ ଆପ ସିନ୍ଧୁ, ଭ୍ରମର ସର୍ବ ପୁଷ୍ପ ବିନ୍ଦୁ, କପୋତ ପକ୍ଷୀ ପୁରୁ ମୋର, ପତଙ୍ଗ ସର୍ପ ଜଗର, ମୀନ ପିଙ୍ଗଳା ବେଶ୍ୟା ନାରୀ, କୁର କୁକୁର କୁମର କୁମାରୀ, ହରିଣ ନାଭି କରି, ସରକାରକ ମଧୁହାରୀ, ଆବରହ ବାଟ ବେଶସାରୀ, ମୁଁ ଏତେ ଗୁରୁ ସେବା କରି। ମାନେ 24 ଗୁରୁ ଯୋଉ କରିଥିଲେ, ଦେଖନ୍ତୁ ସେଇ ଗୁରୁଙ୍କ ଭିତରେ ଅଛନ୍ତି ପୃଥିବୀ ଅଛନ୍ତି। ପୃଥିବୀ ଅଛି କଣ? ସବୁ ପ୍ରକାର ପ୍ରାଣୀ ପୃଥିବୀ ପୃଷ୍ଠରେ ଆତଜାତ ହୋଇଥାନ୍ତି ନା। କିଏ ମାଟି ଉପରେ ନାଚେ, କିଏ ତାକୁ ଖୋଳେ, କିଏ ହଳ କରେ, କିଏ ନିଆଁ ଚଳାଏ, କି ପୃଥିବୀ ସମସ୍ତଙ୍କୁ କ୍ଷମା କରି ସମସ୍ତଙ୍କ ମୁହଁରେ ଆହାର ଦେଇଥାଏ। ତେବେ ବି କାହା ପ୍ରତି ଆରୋପ କରେନା। ପୃଥିବୀ ଠାରୁ ଧୈର୍ଯ୍ୟ, କ୍ଷମା, ତ୍ୟାଗ, ପରୋପକାର ଶିକ୍ଷା ମିଳେ। ତେଣୁ ପୃଥିବୀ ଠାରୁ ଧୈର୍ଯ୍ୟ ଆଉ ପରୋପକାର ଶିକ୍ଷା ମିଳୁଛି। ଏତେ ତା ଉପରେ ଆମେ ଅତ୍ୟାଚାର କଲେ ମଧ୍ୟ କେବେ ହେଲେ ସିଏ ପଦୁଟିଏ କୋଉଦିନ ଗାଳି ଦେଇନି ବା ମୁଁ ତୁମ ପାଇଁ କିଛି କରିବି ନାହିଁ ବୋଲି କହିନାହିଁ। ତେଣୁ ସିଏ ହେଲା ଆମର ଧୈର୍ଯ୍ୟ ଆଉ ତ୍ୟାଗ ଏଇ ଯୋଉ ପରୋପକାରର ଗୁରୁ। ତାପରେ ଆସିଗଲା ଯଦି ଆମେ ବାୟୁକୁ କହିବା, ବାୟୁର କିଛି ନିଜସ୍ୱ ଗନ୍ଧ ଅଛି କି? ନାହିଁ। ଏଇ ସୁଗନ୍ଧ ଦୁର୍ଗନ୍ଧ ଦେଇ ଗତି କଲା ବେଳେ ସୁଗନ୍ଧିତ ବା ଦୁର୍ଗନ୍ଧିତ ପରି ପ୍ରତୀତ ହଉଛି, କିନ୍ତୁ କିଛି ସମୟ ପରେ ପୁଣି ଏହା ନିଜର ବିଶୁଦ୍ଧ ସ୍ୱରୂପକୁ ପ୍ରକଟ କରୁଛି। ଠିକ ସେପରି ସଂସାରରେ ରହି ସଂସାର ମାୟା ମୋହ ଆକର୍ଷଣ ଦୁଃଖ ଦୁର୍ଦ୍ଦଶାକୁ ନିଜ ମୁକ୍ତ କରି ନିଜର ବିମଳ ସ୍ୱରୂପ ରହିବା ଉଚିତ। ବାୟୁ ଠାରୁ ଅନାସକ୍ତି ଶିକ୍ଷା ମିଳେ। ସେ କେତେବେଳେ କାହାକୁ ବାୟୁ ଆକୁ ଅଳ୍ପ ଦେବି ତାକୁ ବହୁତ ଦେବି ଏମିତି ଭାବ ବିଚାର ନାହିଁ। ସେ ବଡ ଲୋକ, ସେ ସାନ ଲୋକ, ସେ ଧନୀ, ସେ ଗରିବ, ତାର ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ତା ପାଖରେ ବାୟୁ ପାଖରେ ସମସ୍ତେ ସମାନ। ତେଣୁ ସେଇ ସମାନତା ଗୁଣ ଏବଂ ଅନାସକ୍ତି ଗୁଣକୁ ଆମେ ଶିକ୍ଷା କରୁଛେ। ତେଣୁ ସିଏ ମଧ୍ୟ ତାକୁ ଗୁରୁ କରିଥିଲେ। ତାପରେ ଜଳ, ଜଳ ମଧ୍ୟ ସମସ୍ତଙ୍କ ତୃଷ ନିବାରଣ କରେ, ସମସ୍ତଙ୍କୁ ବିନମ୍ର ଭାବରେ ତଳକୁ ଚାଲି ଯିବାକୁ ଶିଖାଏ। ସବୁବେଳେ ଜଳ ଉପରୁ ତଳକୁ ଆସେ, ବିନମ୍ରତାକୁ ସେ ଶିଖାଏ। ଆଉ ସ୍ୱାସ୍ଥ୍ୟ, ଶାନ୍ତି, ପବିତ୍ରତା, ଆନନ୍ଦ ପ୍ରଦାନ କରିଛି ସେ ସବୁବେଳେ। କାହାକୁ ମଧ୍ୟ ତାର ଭାବ ଛୋଟ ବଡ ମାନେ ମନୋଭାବ ତାର ନଥାଏ। ଜଳ ଦେଶନେ ସୁନିର୍ମଳ ସ୍ୱଭାବେ ସ୍ନିଗ୍ଧ ସୁମଧୁର, ସେ ଲେଖିଲେ କବି। ତାପରେ ଅଗ୍ନି, ଅଗ୍ନି କଥା ତ ଆପଣ ମାନେ ଜାଣିଛନ୍ତି, ସେ ଊର୍ଦ୍ଧ୍ୱମୁଖୀ ଶିକ୍ଷା ପରି ହେଇଥାଏ। ଅଗ୍ନି କେତେବେଳେ ଊର୍ଦ୍ଧ୍ୱମୁଖୀ ଶିକ୍ଷା ପରି ହୋଇଥାଏ, କେତେବେଳେ ଧୂମାବୃତା। ସେମିତି ପ୍ରତ୍ୟେକ ପ୍ରାଣୀ ଭିତର ଜୀବନର ଅଗ୍ନି ପ୍ରଚ୍ଛନ୍ନ ରହିଥାଏ। ଏହା ଭିତରୁ ଯାହା କିଛି ବି ପକେଇଲେ ତାହା ଜଳି ପୋଡି ନଷ୍ଟ ହୋଇଯାଏ, କିନ୍ତୁ ଅଗ୍ନି ନିଜେ ପୂର୍ବବତ ଶୁଦ୍ଧ ଥାଏ। ଯାହା ତା ଦେହରେ ପକେଇଲେ ସେ ଜାଳିଦବ। ତା ଦେହରେ ଅଳିଆ ଆବର୍ଜନା ପକାଅ, ତା ଦେହରେ ବାସ ଚନ୍ଦନ ପକାଅ, ତା ଦେହରେ ଯାହା ବି ପକାଅ, ସିଏ ସମସ୍ତଙ୍କୁ ଆପଣାର ବୋଲି ନିଜ ପାଖକୁ ନେଇ ଜାଳି ପୋଡି ତାକୁ ନଷ୍ଟ କରିଦିଏ ସିନା, କିନ୍ତୁ ନିଜେ ଶୁଦ୍ଧ ଥାଏ। ସେଇ ଶିକ୍ଷାଟା ସିଏ ଦିଏ ଆମ ମାନଙ୍କୁ ବା ତାକୁ ଗୁରୁ କରିଥିଲେ। ତାପରେ ଆକାଶ, ଆକାଶ ତ ଆକାଶ ସଦୃଶ ସର୍ବବ୍ୟାପୀ। ମଣିଷ କଣ କରେ? ମୂଳ ସ୍ୱରୂପ ଯାହା ସର୍ବବ୍ୟାପୀ ତାହାର ସୂଚନା ଦେଇଥାଏ। ଧୂଳି ଧୂସରିତ ବାତାବରଣ କିଛି ପରେ ଶାନ୍ତ ହୋଇଗଲା ପରି ମଣିଷର ମୂଳ ସ୍ୱଭାବ ଭାବନାର ପ୍ରଭାବରୁ ସର୍ବଦା ମୁକ୍ତ ହେଇଥାଏ।
ଏଣୁ ଆକାଶକୁ ଗୁରୁ କରି ଅବନି ମଧ୍ୟ ଦେହଧାରୀ ଆନନ୍ଦେ ଭ୍ରମ ଏଇ ସଂସାରେ ସ୍ପର୍ଶ ନ କରି କାହାରି। ମାନେ ଆକାଶ ଭଳିଆ ବିଶାଳ ହୃଦୟବାନ ହେଇଯାଅ, ସମସ୍ତଙ୍କୁ ଆପଣାର କରିନିଅ ବୋଲି ଏଇ କଥାଟା ସେ ଶିଖଉଛି। ତେଣୁ ସିଏ ବି ତାପରେ ଚନ୍ଦ୍ରମା, ସୂର୍ଯ୍ୟ, କପୋତ, ଅଜଗର, ସିନ୍ଧୁ, ପତଙ୍ଗ, ମଧୁପ ଏମାନେ ସମସ୍ତେ ଜଣେ ଜଣେ କଣ ଗୁରୁ। ଯଦି ସେମାନେ ସମସ୍ତେ ଜଣେ ଜଣେ ଗୁରୁ ଖାଲି ସେ ନୁହନ୍ତି, ତାପରେ ପୁଣି ଅଛନ୍ତି କିଏ ସେ ଗଜ ଅଛି, ପିମ୍ପୁଡି, ଭଅଁର, ହରିଣ, ମୀନ, ପିଙ୍ଗଳା, ବେଶ୍ୟା ମଧ୍ୟ ଅଛି, ଗୁରୁ କରିଛନ୍ତି ସିଏ। ତାପରେ କୁକୁର, ବ୍ରାହ୍ମଣ କୁମାରୀ, ସର୍ପ, ସରଭୂତ, ଏମିତି 24 ଗୁରୁ ସେ କରିଥିଲେ। ଯଦି ଏମାନେ ସମସ୍ତେ ହେଲେ ଗୁରୁ, ତାହେଲେ ଗୁରୁମୟ ଏଇ ସଂସାର ଜଗତ ଗୁରୁମୟ, ଏବଂ ଯୋଉଠି ଗୁରୁ ଅଛନ୍ତି ସେଇଠି ଜ୍ଞାନ ଅଛି। ଜ୍ଞାନ ନଥିଲେ ଜଣେ ଗୁରୁ ହେଇପାରିବ ନାହିଁ, ବା ଗୁରୁ ଥାଇକିରି ଯେ ଜ୍ଞାନ ନଥିବା ଲୋକ ଆଜି ସମାଜରେ ବହୁତ ଦେଖା ଯାଉଛନ୍ତି। ଦେଖିଥିବେ ଏବେ ସବୁ କେମିତି ସବୁ ଧରା ପଡୁଛନ୍ତି ଯେ ସିଏ ହଉଛି, ମୁଁ ହଉଛି ବିଶ୍ଵଗୁରୁ, କିଏ କହୁଛି ଜଗତ ଗୁରୁ। ପ୍ରକୃତରେ ଗୁରୁ ହଉଛନ୍ତି ଯିଏ ଅନ୍ଧକାର ଭିତରୁ ଆଲୋକ ପ୍ରଦାନ କରି ଶିଷ୍ୟକୁ ସତ୍ପଥରେ ଆଣିଥାଏ ଏବଂ ସତ୍ମାର୍ଗରେ ନେଇଥାଏ, ସିଏ ହଉଛି ପ୍ରକୃତ ଗୁରୁ। ତେଣୁ ଏ ଜଗତ ହଉଛି ଜ୍ଞାନମୟ, ଏ ଜଗତ ହଉଛି ଗୁରୁମୟ, ଏ ଜଗତ ହଉଛି ପ୍ରେମମୟ, ଏ ଜଗତ ହଉଛି ସୁଧମୟ। ତେଣୁ ଗୁରୁ ଶିଷ୍ୟର ସମ୍ପର୍କ ଚିରଦିନ ଚିରନ୍ତନ ସତ୍ୟ ସନାତନ ଭଳି, ଏବଂ ଗୁରୁ ଶିଷ୍ୟର ପରମ୍ପରା ଯୁଗେ ଯୁଗେ ଏମିତି ରହିଥିବ, ରହିଛି ଆଉ ରହୁଥିବ। ତେବେ ସମୟ ହେଇଗଲା କି କଣ ମୁଁ ତ ଜାଣିପାରୁନି, କେତେ କଣ ପୁଣି ଅନ୍ୟ କଣ ଥିବ। ଆଉ ଏତିକି କହି ଆପଣ ମାନଙ୍କ ଠାରୁ ଯଦି କିଛି ଭୁଲ ଥିବ ବା କିଛି ତ୍ରୁଟି ରହିଥିବ ମତେ କ୍ଷମା କରିଦେବେ। ଆପଣ ମାନେ ହେଲେ ତୀବ୍ର ସୂର୍ଯ୍ୟ ଲୋକ ଏବଂ ମୁଁ ହଉଛି ଛୋଟିଆ ଦୀପଟିଏ। ଏଇ ଦୀପ ଆପଣ ପାଖରେ ଜାଳିଲେ ଯେ କେତେ ଆଲୋକିତ ହବ ସେ କଥା ଆପଣ ମାନେ ତ ସମସ୍ତେ ଜାଣିଛନ୍ତି। ତେଣୁ ମତେ କ୍ଷମା କରିଦେବେ। ମୁଁ ଏତିକିରେ ମୋର ବିରାମ ଦଉଛି ବକ୍ତବ୍ୟ। ଜୟ ବିବେକାନନ୍ଦ, ଜୟ। ନମସ୍କାର। ଧନ୍ୟବାଦ ମ୍ୟାଡାମ, ଖୁବ ସୁନ୍ଦର ଭାବରେ ଗୁରୁକୁଳ ପରମ୍ପରାଠୁ ଆରମ୍ଭ କରି ଗୁରୁ ଶିକ୍ଷକ ବେଦ ଆଚାର୍ଯ୍ୟ ଗଣ ସବୁ ଜିନିଷ ଏବଂ ପଞ୍ଚମହାଭୂତର ଏମାନେ ସବୁ କେମିତି କଣ କଣ ଶିଖାନ୍ତି, ଆଉ ଗୁରୁ ପରମ୍ପରା 24 ଗୁରୁ, ଅବଧୂତଙ୍କର 24 ଗୁରୁ ସମସ୍ତଙ୍କର ଭାବରେ ଆପଣ ଦେଇଛନ୍ତି ସମସ୍ତଙ୍କୁ। ଖୁବ ସୁନ୍ଦର, ବହୁତ ଭଲ ଲାଗିଲା। ଇଏ ତ ବିଷୟବସ୍ତୁ ଗୋଟେ ଅଛି ଜଗତ ଜ୍ଞାନମୟ ଗୁରୁମୟ, ଏ ଜଗତ ସାରା ଏ ଲେଖିଲେ ବୋଧେ ସରିବନି ଆଦୌ, କି କହିଲେ ବି ସରିବନି। କିନ୍ତୁ ଖୁବ ସୁନ୍ଦର ଭାବରେ ବୁଝେଇ ଦେଇଛନ୍ତି। ବହୁତ ବହୁତ ଧନ୍ୟବାଦ। ଜଳ ଶିଖଉଛି ସମାନତା, ନିମ୍ନଗାମିତା, ନିମ୍ନକୁ ତଳକୁ ଚାଲିଯିବା ଜଳ ଶିଖଉଛି, ସୂର୍ଯ୍ୟ ଶିଖଉଛନ୍ତି ସମ୍ଭବାପନ୍ନ ସମୟାନୁବର୍ତ୍ତିତା ଶିଖଉଛନ୍ତି, ଆକାଶ ଶିଖଉଛନ୍ତି ବିଶାଳତା, ପୃଥିବୀ ଶିଖଉଛି ସହନଶୀଳତା, ଧୈର୍ଯ୍ୟ, ଏସବୁ ଜିନିଷ। ଆଉ ଅଗ୍ନି, ବାୟୁ, ଏ ସମସ୍ତେ, ଘାସଟିଏ ମଧ୍ୟ ଏ ସଂସାରରେ ଶିଖଉଛି ଯେ ନଇଁଯିବା, ପୁଣି ବଢିବା, କେତେ କଷ୍ଟ ସହି ମଧ୍ୟ ପୁଣି ବଢିବା। ପିମ୍ପୁଡି ମଧ୍ୟ ଶିଖଉଛି ଅନେକ ପରିଶ୍ରମ କରିକି ତାର ସଂସାର